टायाटाକୁ ଆମେ କେମିତି ସୁରକ୍ଷିତ ରଖିବା ପାଇଁ ଯଦିଓ ଗୁରୁ ଦାୟିତ୍ୱ ଆମର ମଧ୍ୟ ସମସ୍ତ ପିଲାମାନେ ମଧ୍ୟ ଜଗି ରହୁଛନ୍ତି। ଆମେ ଚେଷ୍ଟା କରୁଛୁ ଯେ ଟାୟା କେମିତି କମ୍ ସେ କମ୍ ମହାପ୍ରଭୁ ରଥ ଉପରେ ବସିଲା ପରେ ଟାୟାଟା କ'ଣ ହଉଛି ନ ହଉଛି এটা বড় কথা নুহ। গত ভুল যোগ আপনার সারা সমাজ কু আপনার ইয়ে করবে গোটে সমাজ অপেক্ষা করে রয়েছিল মহাপ্রভু টাইয়া দেখা কেউটা কেউ যেহেতু আপনার ভুল কু স্বীকার করছেন সব ভক্ত মানুষ কণ বার্তা দেবে দেখন্তু টায়া গোটে জগନ୍ନାଥଙ୍କ ମହାପ୍ରଭୁଙ୍କର ଗୋଟେ ବିଧି କାହିଁକିନା ବିଗତ ବର୍ଷ ଧରି ଜଗନ୍ନାଥ ମହାପ୍ରଭୁ ମନ୍ଦିରରେ ଆସନ୍ତୁ ରଥରେ ଓହ୍ଲାନ୍ତୁ ଗୋଟିଏ ଯୋଡ଼ିଏ କାଠି ଥାଏ ମଧ୍ୟ ଟାୟା ମଧ୍ୟ ବିଭିନ୍ନ ସମୟରେ ମଧ୍ୟ କାଢ଼ି ନେଇଯାଆନ୍ତି। ତ ଦୀର୍ଘ ଆମେ କିଛି ବର୍ଷ ହେଲା ଟାୟାର ସୁରକ୍ଷିତ ରଖିବା ଉଚିତ। ଆମେ ମଧ୍ୟ ଟାୟାର ସୁରକ୍ଷିତ ରଖୁଛୁ। ଯେଉଁ ଜିନିଷ ଶ୍ରୀଗୁଣ୍ଡିଚା ଦିନ ହେଲା ତାର ବହୁତ ଜିନିଷ ମଧ୍ୟ ଆପଣଙ୍କ ଟିଭି ମାଧ୍ୟମରେ ମୁଁ କହିଛି। ଯେତେବେଳେ ଦୁଃଖ ପ୍ରକାଶ କରିବି ଯାହା ଘଟିଗଲା ମହାପ୍ରଭୁଙ୍କର ଆବେଗ ସହିତ ଗୋଟେ ଭକ୍ତଙ୍କର ଆବେଗ ଅଛି ସ୍ୱାଭାବିକ। ଏଇଟା ଦୈବର କାର୍ଯ୍ୟ। ଏଇଟା କେହି କାଢ଼ିକି ନେଇଗଲା ବା ତାକୁ ନେଇକରି ଭାଙ୍ଗିକି ନେଇଗଲା ସେ ଜିନିଷ ନଥିଲା। ଯୋଉଟାକି ଆପଣମାନଙ୍କୁ ମୁଁ ଆଗରୁ ଆପଣମାନଙ୍କ ଟିଭିରେ କହିଛି ଯେ ଟାୟାର ମୁଁ ଯେତେବେଳେ ଟାୟା ଦେଖିଥିଲି ସେତେବେଳେ ମଧ୍ୟ ଦେଖିଥିଲି ଟାୟା ମହାପ୍ରଭୁଙ୍କ ମୁଣ୍ଡରେ ରହିପାରିବ ନାହିଁ। ଯୋଉ ହିସାବରେ ବର୍ଷା ଚାଲିଥିଲା ତା ସାଙ୍ଗେ ଯେତିକି ୱେଟ୍ ଥିଲା କାହିଁକିନା ମୋ ଜୀବନ କାଳ ଭିତରେ ଏପର ଓଜନର ଟାୟା ମୁଁ କେବେ ଦେଖି ନାହିଁ। କାରଣ ଟାୟା ଲଗେଇବାର ଆମର ଯୋଉ ସିଷ୍ଟମ ଅଛି ସେ ଯୋଉ ଲକ୍ ଅଛି ସେଇ ଜାଗାରେ ଟାୟାଟାକୁ ଆମେ ନେଇକରି ଲଗେଇ ଦଉ। ଲକ୍ଟା ଭାଙ୍ଗିଗଲା ନା ଟାୟାଟା ଲକ୍ଟା ଲଗେଇବା 25 ମିନିଟ୍ ଲାଗିଗଲା 7-5 ସେ ଯୋଉ 7-5 ଲାଗିଲା ସେଥିରେ ଯୋଉ ୱେଟ୍ ଥିଲା ଯୋଉ ୱେଟ୍ଟା ଥିଲା ମଧ୍ୟ ସେ ରଣାମାନଙ୍କୁ ମଧ୍ୟ କୁହାଯାଇଛି ଭବିଷ୍ୟତରେ ଯେ ଏ ପ୍ରକାର ଜିନିଷ ନ କରନ୍ତୁ ଯାହାଦ୍ୱାରା ଜଗନ୍ନାଥ ମହାପ୍ରଭୁଙ୍କର ଏଇ ଯୋଉ ଆଲୋଚନା ସମାଲୋଚନା ହେଉଛି ଏକୁ ମଧ୍ୟ ସେମାନେ ସଜାଗ ରୁହନ୍ତୁ। ସେମାନେ ମଧ୍ୟ ଭାବ ରହୁ। ଆମେ ନିଶ୍ଚିନ୍ତ ଭାବରେ ଚେଷ୍ଟା କରୁ ଯେ କେମିତି ସୁନ୍ଦର ଭାବରେ ଆମେ ଟାୟାକୁ କେମିତି ସୁରକ୍ଷିତ ରଖିବା। ସେଥିପାଇଁ ଆମେ ସଜାଗ ଅଛୁ। କାହିଁକି କୋଟି କୋଟି ଲୋକ ଦେଖିବା ପାଇଁ ପୁରୀକି ସମସ୍ତେ ଦୌଡ଼ି ଆସିଛନ୍ତି ବା ଟିଭି ମାଧ୍ୟମରେ ମଧ୍ୟ ଦେଖୁଛନ୍ତି। ନିଶ୍ଚିନ୍ତ ଭାବରେ ପ୍ରଭୁଙ୍କୁ ଡାକୁଛି ଯେମିତି ବାହୁଡ଼ା ଯାତ୍ରା ସୁନ୍ଦର ଭାବରେ ହଉ, ବର୍ଷା ନ ହଉ। ଦେଖିଥିଲି ପରଦିନ କାଲି ଯୋଉ ଟାଇପରେ ବର୍ଷା ହେଲା ମାନେ ଆମେ ମଧ୍ୟ ବିଚଳିତ ହେଲୁ। ସେମିତି ସବୁ ତାଙ୍କର ଇଚ୍ଛାରେ ଚାଲିଛି। ବର୍ଷା ଯଦି ହବ ପହଣ୍ଡି ନିଶ୍ଚିତ ବାଧାପ୍ରାପ୍ତ ହବ କାରଣ ଲମ୍ବା ରାସ୍ତା ନାକଚଣା ଦୁଆର ପର୍ଯ୍ୟନ୍ତ ଆସିବ। ପୁଣି ବାଲିରେ ମହାପ୍ରଭୁ ଯାଇ ରଥାରୂଢ ହେବେ। ପହଣ୍ଡି ଉପରେ କେତେ ଗୁରୁତ୍ୱ ଦଉଛନ୍ତି? ସେଥିଯୋଗୁଁ ମୁଁ ଶ୍ରୀଗୁଣ୍ଡିଚା ପୂର୍ବରୁ where ancient wisdom meets modern innovation, 100% internships, industry integrated curriculum, 72% placements. Sri Sri University, best of the East and the West and best for your future. एक्स्ट्रा गिलाप जोटा आपण माने कहतली मु कौन सी गिलाप जोटा कि जगन्नाथ महाप्रभुଙ୍କର ଶ୍ରୀରଙ୍ଗକୁ ସୁରକ୍ଷା ଦିଏ ବର୍ଷାର ସେଇ ଗିଲାପ ମଧ୍ୟ ଚଳିତ ବର୍ଷ ପ୍ରାୟ 12 ଗୋଟି ଗିଲାପ ମୁଁ କହିକିରି ମୁଖ୍ୟ ପ୍ରଶାସକଠୁ ଆଣି ଜଗନ୍ନାଥଙ୍କୁ ପୁରା ସୁନ୍ଦର ଭାବରେ କରାହେଇଥିଲା। ସେଥିପାଇଁ ପାଲ ମଧ୍ୟ ସବୁ ରଥ ପାଇଁ ମଧ୍ୟ ରଖାହେଇଥିଲା। ଠାକୁର ବସିଲା ପରେ ମଧ୍ୟ
କୌଣସି ମତେ ବର୍ଷାରେ ମୁହଁରେ ଲାଗିବ ପାଣି, ସେଥିପାଇଁ ମଧ୍ୟ ପାଲର ବ୍ୟବସ୍ଥା କରାଯାଇଛି। କିନ୍ତୁ ଗତ ପହଣ୍ଡିରେ କୁହାଯାଉଛି ଯେ ଏଥିରେ ଗୋଟେ କନସ୍ପିରେସି ରହିଲା, କିଏ ଜଣେ ଚାହିଁଲେ ନାହିଁ ପହଣ୍ଡି ହେଲାନି, ଏହା କେତେ ଦୂର ସମୀଚୀନ ବୋଲି ଭାବିବେ? ଏ ଶବ୍ଦ ମଧ୍ୟ ଆସିଲା ବାହାରେ। ସ୍ୱାଭାବିକ ଜଗନ୍ନାଥ ସେ ଭକ୍ତର ଭଗବାନ, ନିଶ୍ଚିନ୍ତ ଭାବରେ ଯୋଉ ଟାଇପର ଗୁମୁଟ ପାଖରେ ଜଗନ୍ନାଥ ମହାପ୍ରଭୁ ଯେତେବେଳେ ରହିଲେ, ସେ ରହିବା ସମୟଟା ଗୋଟେ କିମିତ କିମାକାର ଭଳିଆ ସେ ବସିଥିଲେ, ଯୋଉଟା କି ଗୋଟେ ସାଇଡରେ ପ୍ରଭୁଙ୍କର ହାତ, ଗୋଟେ ପଟେ ପ୍ରଭୁଙ୍କର ମୁହଁ, ଯୋଉଥିରେ କି ଜଗନ୍ନାଥ ମହାପ୍ରଭୁ ଯେତେବେଳେ ଏଇ ତକଲିଫ କରିଲେ, ସେତେବେଳେ ମୁଁ ଉଠିକି ଯାଇଥିଲି ବୋଲି ପତିତ ପାବନ ପାଖକୁ, କୋଉଠି କୋଉ ରହୁଛି ଅସୁବିଧା, କାହିଁକି ପ୍ରଭୁ ଉଠୁନାହାନ୍ତି। ଦେଖିଲି ଯେ ପ୍ରାୟ 20 ମିନିଟ୍ ଠିଆ ହେବା ପରେ ମୁଁ ଦେଖିଲି ଯେ ସେ ଏପଟେ ହଉନାହାନ୍ତି ନା ସେପଟେ ହଉନାହାନ୍ତି। ପ୍ରଭୁଙ୍କୁ ମୁଁ ଡାକିଥିଲି ଏ ସମୟରେ, ତାଡ଼ିଆ ଭୋଗ ଯଚା ହେଇଥିଲା, ଯୋଉ ତାଡ଼ିଆ ଭୋଗ କାଲି ମଧ୍ୟ ଆମେ କରିଥିଲୁ। ତାଡ଼ିଆ ଭୋଗ ଯାଚିଲା ପରେ ଜଗନ୍ନାଥ ମହାପ୍ରଭୁ ନିଜେ ସାଙ୍ଗେ ସାଙ୍ଗେ ଉଠିଥିଲେ। କଣ କହିଲେ ତାଡ଼ିଆ ଭୋଗ ଯାଚିକିରି? କଣ କହିଲେ? ଯେ ପ୍ରଭୁ ଆପଣ ଉଠନ୍ତୁ, ଆପଣ ତାଡ଼ିଆ ଭୋଗ ଦିଆଯିବ। ଏଇ ଯୋଉ ଟିକିଏ ଟିକିଏ ଜିନିଷ, ସେଇ ଟିକିଏ ଟିକିଏ ଜିନିଷରେ ମଧ୍ୟ ସେ ତାଙ୍କର ଯୋଉ ଲୋଭ ଅଛି ତାଡ଼ିଆ ଉପରେ, ସେ ତାଡ଼ିଆ ଭୋଗ ନାଁ ଶୁଣିକିରି ପ୍ରଭୁ ଉଠିକିରି ଆସିଲେ। ଷଡ଼ଯନ୍ତ୍ର ହେଲେ ବ୍ୟକ୍ତିଗତ ଷଡ଼ଯନ୍ତ୍ର କଥା କୁହାଯାଉଛି, କିଏ ଜଣେ ଜାଣିକିରି ମହାପ୍ରଭୁଙ୍କ ପହଣ୍ଡି ବିଳମ୍ବ କଥା କୁହାଗଲା। ସେମିତି କଣ ସମ୍ଭବ? ଷଡ଼ଯନ୍ତ୍ର କଲେ ନୀତି ବନ୍ଦ ହେଇଯିବ, ବିଳମ୍ବ ହବ, ସମ୍ଭବ? ଶୁଣନ୍ତୁ, ପହଣ୍ଡିର ସମ୍ପୂର୍ଣ୍ଣ ଦାୟିତ୍ୱ ଆମର। ଆମେ ସବୁବେଳେ ଚାହୁ ଯେ ଜଗନ୍ନାଥ ମହାପ୍ରଭୁ ଯେତେ ସୁନ୍ଦର ଭାବେ, ଯେତେ ଶୀଘ୍ର, କାହାର ପ୍ରଲୋଭନା, କାହାର ଅହଙ୍କାର, କାହା କଥାରେ ଆମେ କାମ କରୁନୁ। କାରଣ ଆମେ ଆପଣମାନେ ଜାଣିଥିବେ, ଯେତେ ଯୋଉ ମନ୍ଦିରର ଗୋଟେ ବ୍ୟବସ୍ଥାବଳୀ କରାଯାଉଛି, ଆମେ ସେ ବ୍ୟବସ୍ଥାବଳୀ ଦେଖୁନୁ କେବେ। ଆମେ ଚାହୁ ଯେ ଜଗନ୍ନାଥ ମହାପ୍ରଭୁଙ୍କ କାମ ବିଫୋର ଟାଇମରେ ସଠିକ କରାଯାଉ, ଯୋଉଟା କି ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା ରହିଛନ୍ତି। ଆଉ ସେଦିନ ମଧ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରିଥିଲେ। ସେଠି ଟାୟା ଫାୟା ଯେତେ ଯାହା ଲଗେଇଲେ ମଧ୍ୟ ସେ କାହା କଥା ଶୁଣିଲେନି, ସେ ସିଧା ମାଡ଼ି ଆଇଲେ ଭକ୍ତଙ୍କ ପାଖକୁ। ସେ ଇଏ ଭକ୍ତ ଠାକୁର, ୟାଙ୍କୁ କାହା ପ୍ରଲୋଭନରେ, କାହାର କୋଉ ବାଧ୍ୟତାରେ ବା କୋଉ ସରକାରରେ ବା ଯିଏ ବି ଥାଉ, କାହା ଉପରେ କିଏ ଆମକୁ ପ୍ରେସର କରିକିରି ଟାଇମଟାକୁ ଚେଞ୍ଜ କରିଦେବ, ସେଇଟା ନାହିଁ। ତାହେଲେ ଆସନ୍ତା କାଲି ପହଣ୍ଡି କେତେବେଳେ ହବ ଏବଂ ଆସନ୍ତା କାଲି ତିନି ରଥ ଲାଗିଲେ ତା ପରଦିନ ହଉଛି ସୁବର୍ଣ୍ଣ ବେଶ, ସୁନାବେଶ, ପହଣ୍ଡି କେତେ ଶୀଘ୍ର କରାଯିବ? କାରଣ ଆଜି ଆପଣଙ୍କୁ ଆହୁରି 18 ଘଣ୍ଟା ସମୟ ଦିଆଗଲା। ସନ୍ଧ୍ୟା 6ଟାରୁ ସକାଳ 6ଟା, 12 ଘଣ୍ଟା ସମୟ ଏବଂ ତା ଭିତରେ ପହଣ୍ଡି ଏବଂ ତା ଭିତରେ ରଥ ଟଣା ମଧ୍ୟ ଅତି ଶୀଘ୍ର କରାଯିବା ଦରକାର। କି ଟିକେ ଭାବୁଛି ସବୁ ସମନ୍ୱୟ ଠିକ ଠାକ ହଉଛି, ତ ଆମେ ଦେଖୁଛୁ ସବୁ ଠିକ ହଉଛି, ନୀତି ସହଳ ହଉଛି, କିନ୍ତୁ ସବୁ ବିଳମ୍ବ ହେଇଯାଉଛି। ଆପଣମାନେ ଦେଖିଥିବେ ଯେ 9:30 ପହଣ୍ଡିର ରେକର୍ଡରେ ଲେଖା ହେଇଛି। ଆପଣ ନିଜେ ସେମାନେ ସେଠି ଥିଲେ, ଯୋଉମାନେ ଥିଲେ ଦେଖିଛନ୍ତି, 9ଟା ପୂର୍ବରୁ ପହଣ୍ଡି ଆରମ୍ଭ ହେଲା। ସେମିତି ଆମେ ଚେଷ୍ଟିତ ସେ ଜଗନ୍ନାଥଙ୍କ ନୀତିରୀତି ଯେତେ ଶୀଘ୍ର ସରିବ। ଆମେ ଜଗନ୍ନାଥଙ୍କ ଛେନାପୋଡା ଲାଗି କଲା ପରେ ଆମେ ପୁଣି ଘରକୁ ଯିବୁ। ଘରୁ ଯାଇ ଯେ ଜଗନ୍ନାଥ ମହାପ୍ରଭୁଙ୍କର ଖେଚୁଡ଼ି ଭୋଗ ହବ, ସେମିତି ଆମ ଘର ମାନଙ୍କରେ ଖେଚୁଡ଼ି ଭୋଗ ହେଇ ବା ଆମମାନେ ଆମ ପରିବାର ଲୋକ ଆମେ ଦୁବ ଲଗେଇ ଆମେ ପୁଣି ମହାପ୍ରଭୁଙ୍କ ପାଖକୁ ଆସିବୁ। କେତେ ଶୀଘ୍ର ଆସିବେ? ଆମେ ଚେଷ୍ଟା କରୁ, 7ଟା ଭିତରେ ଆପଣ ଆସିବେ। ଯଦି 7ଟା ଭିତରେ କ'ଣ, Where ancient wisdom meets modern innovation, 100% internships, industry integrated curriculum, 72% placements. Sri Sri University, best of the East and the West, and best for your future.